ସ୍ଥାନୀୟ ମାରୁତିନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରାତଃ ପର୍ଯ୍ୟାୟ ଶିଶୁ ଭାଇ ଭଉଣୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଆଧାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡକ୍ଟର ସୁନୀଲ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ଡକ୍ଟର ବିଶ୍ୱଜିତ ଦାସ ଯୋଗ ଦେଇଥିଲେ। ଅନୁଷ୍ଠାନ ସଭାପତି ଡକ୍ଟର ପ୍ରଫେସର ମହେଶ୍ୱର ଦାସ ଆବଶ୍ୟକ ଅନୁଯାୟୀ ଶିଶୁମାନଙ୍କୁ ମାଗଣା ଔଷଧ ପ୍ରଦାନ କରିଥିଲେ। ଉକ୍ତ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମରେ 154ରୁ ଅଧିକ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅନୁଷ୍ଠାନ ପ୍ରଧାନାଚାର୍ଯ୍ୟ ବିନୋଦ କୁମାର ସେନାପତି ଓ ଆଚାର୍ଯ୍ୟା ଅନିତା ଜେନାଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନୁଷ୍ଠାନ ସମ୍ପାଦକ ସରୋଜ କୁମାର ସେଠୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଆମର ବିନୋଦ ଭାଇ ତଥା ଗୁରୁମାମାନେ ଯେଉଁମାନେ ମୋ ପାଖରେ ଠିଆ ହୋଇଛନ୍ତି ଏମାନେ ବହୁତ ସାହାଯ୍ୟ କରିଥିଲେ, ଯାହାଫଳରେ ଏ ଶିଶୁମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ ଆମେ କରିପାରିଛୁ। ସାର୍ କେଉଁ ରୋଗ ଉପରେ ଆପଣ ହେଲ୍ଥ ପରୀକ୍ଷା ହେଇଥିଲା? ଦେଖନ୍ତୁ, କୌଣସି ନିର୍ଦ୍ଦିଷ୍ଟ ରୋଗ ପାଇଁ ନୁହଁ, ସମସ୍ତ ରୋଗ ଯାହା ବି ଗୋଟେ ସୁସ୍ଥ ଶରୀର ପାଇଁ ଦରକାର, ଯାହା ବି ରୋଗ ଥଣ୍ଡା ହେଉ, ଜ୍ୱର ହେଉ କିମ୍ବା ତା ଭିତରେ ଥିବା ଅନ୍ୟ କୌଣସି ଅସୁବିଧା ହେଉ, ଶାରୀରିକ ଅସୁବିଧା ହେଉ, ଯେଉଁ ଅସୁବିଧା ସବୁ ଥିଲା ସେଗୁଡ଼ିକୁ ଆମେ ଡିଟେକ୍ଟ କଲା ପରେ ସେଗୁଡ଼ିକୁ ଆମେ ମେନସନ୍ କଲୁ ଯେ ଏଇ ପିଲାର ଏଇ ଅସୁବିଧା ରହିଛି ଏବଂ ସେମାନଙ୍କର ଅଭିଭାବକମାନଙ୍କୁ ସୂଚନା ଦେବା ପାଇଁ ସେମାନଙ୍କ ଡାଏରୀରେ ଆମେ ତାକୁ ଲିପିବଦ୍ଧ କଲୁ। ଆଉ ବିଦ୍ୟାଳୟରେ ତା'ର ସମ୍ପୂର୍ଣ୍ଣ ଡାଟା ବା ତାଲିକା ସେ ପିଲାମାନଙ୍କର ରହିଲା। ଆମେ ଚାହୁଁଛୁ ଗୋଟେ ସୁସ୍ଥ ସମାଜ ପାଇଁ ଗୋଟେ ସୁସ୍ଥ ଶିଶୁର ଆବଶ୍ୟକତା ଅଛି। ତେଣୁ ଗୋଟେ ସୁସ୍ଥ ଶିଶୁ ହିଁ ଗୋଟେ ସୁସ୍ଥ ସମାଜ ଗଠନ କରିପାରିବ। ଏ ହେଉଛି ଆମର ଶିକ୍ଷା ବିକାଶ ସମିତିଙ୍କର ଆଉ ଶିଶୁ ମନ୍ଦିରର ଗୋଟେ ନିହାତି ଗୁରୁତ୍ୱପୂର୍ଣ୍ଣ ଦିଗ। ତେଣୁ ୟାକୁ ବିଚାର କରି ଆମେ ପ୍ରତ୍ୟେକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରାୟ କରିଥାଉ। ଆଉ ବର୍ତ୍ତମାନ ଏ କାର୍ଯ୍ୟକ୍ରମର ଅନ୍ତ ଘଟିଛି, ତଥାପି ଆଉ ଗୋଟେ ପର୍ଯ୍ୟାୟରେ ପୁଣି କରାଯିବ ଉପର କ୍ଲାସ୍ ପିଲାଙ୍କର ଏଇଠି ହେବ ଏବଂ କେଉଁଦିନ ହେବ ଆସନ୍ତାକାଲି ଆମେ ଏଇଠି ପୁଣି କରିବୁ, ଉଚ୍ଚ ଶ୍ରେଣୀର ପିଲାମାନଙ୍କର ଏଇଠି କରିବୁ। କ୍ୟାମେରା ପର୍ସନ ସତ୍ୟ ପଟ୍ଟନାୟକଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍। ଅନନ୍ୟା କଳା ମନ୍ଦିର ପକ୍ଷରୁ ରବିବାର ସକାଳେ ମର୍ଜିକୋଟ ଛକସ୍ଥିତ ପୁରୀ ସେବା ସମିତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସମ୍ମାନିତ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ସଭାପତି ଜୟଶଙ୍କର ଯୋଶୀ, ସଂସ୍କୃତି ସଂଗଠକ ଶ୍ୟାମପ୍ରକାଶ ସେନାପତି, ପୁରୀ ସେବା ସମିତିର କର୍ମକର୍ତ୍ତା ରବି ସେନାପତି ଓ ସୌମେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ 40 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ସୁପ୍ରିୟା ପଟ୍ଟନାୟକଙ୍କୁ ଅନନ୍ୟା ରକ୍ତବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା। କାଞ୍ଚନ ଶୁକ୍ଲା, ଜୟଶ୍ରୀ ଦାସ, ଦିଲ୍ଲୀପ ନାୟକ, ଗୌରବ ରଞ୍ଜନ କରଣ, ଦୁର୍ଗା ପ୍ରସାଦ ଦାସ, ହରେକୃଷ୍ଣ ଅନୁଷ୍ଠାନର ଛାତ୍ରଛାତ୍ରୀ ବର୍ଷା, ମମତା, ସ୍ନେହା, ମାମା, ସୁନି, ଅନନ୍ୟା, ସପନ, ଯଶବନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନୁଷ୍ଠାନ ସଭାପତି ମନୋଜ କୁମାର ମହାପାତ୍ର, ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।